ବାଲେଶ୍ୱର ସହରର କାଳୀ ମନ୍ଦିର ସାର୍ବଜନୀନ ଦୁର୍ଗା ପୂଜା ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ରବୀନ୍ଦ୍ର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସଞ୍ଜୀବ କୁମାର ପ୍ରଧାନ ଏବଂ ବିଶିଷ୍ଟ ଦନ୍ତ ଚିକିତ୍ସକ ଡାକ୍ତର ସିଦ୍ଧାର୍ଥ ନନ୍ଦ ଏଥିରେ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବାଲେଶ୍ୱର ଜିଲ୍ଲାରେ ଦେଖାଦେଇଥିବା ରକ୍ତର ଅଭାବ ପୂରଣ କରିବାରେ କାଳୀ ମନ୍ଦିର ସାର୍ବଜନୀନ ଦୁର୍ଗା ପୂଜା କମିଟିର ପ୍ରୟାସ ବେଶ୍ ପ୍ରଶଂସନୀୟ ବୋଲି ଅତିଥିମାନେ କହିଥିଲେ। ବିଶେଷ କରି ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ପୂରଣରେ ଏହିଭଳି ଶିବିର ଆୟୋଜନ ବେଶ୍ ସହାୟକ ହୋଇପାରୁଛି ବୋଲି ଦୁଇ ଡାକ୍ତର ମତ ଦେଇଥିଲେ। ଏହି ଶିବିରରେ ପୂଜା କମିଟିର ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କାଳୀ ମନ୍ଦିର ସାର୍ବଜନୀନ ଦୁର୍ଗା ପୂଜା କମିଟି ଏବଂ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ସନ୍ତୋଷ ଅଗସ୍ତି, ସଦସ୍ୟ ପାର୍ଥ ପ୍ରତିମ କର, ସରୋଜ ମହାପାତ୍ର, ଅବିନାଶ ନାୟକ, ଚାନ୍ଦ ବାଗ, ଉତ୍ପଳ ବନ୍ଧୁ ମହାପାତ୍ର, ସସ୍ମିତା ଦାସ, ତୁଷାର ଗୋଛାୟତ, ଜ୍ୟୋତିରଞ୍ଜନ ଦାସ, ମନ୍ମଥ ବାଗ, ବିଶ୍ୱଜିତ ରାଉତ, ଅୟନ ସେନ, ଅଲିସା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।